ନମସ୍କାର ପ୍ରିୟ ହୋମିଓପାଥ ବନ୍ଧୁଗଣ। ହୋମିଓ ହିଲିଂସର ଏହି ଅଧ୍ୟାୟକୁ ଆପଣମାନଙ୍କୁ ଡାକ୍ତର ବିପିନ ସାମନ୍ତରାୟର ସାଦର ସ୍ୱାଗତ। ଏହି ଶୃଙ୍ଖଳାରେ ଆମେ ହୋମିଓପାଥି ଔଷଧ ଗୁଡ଼ିକର ବିଚିତ୍ର ବା ଅସ୍ୱାଭାବିକ ଲକ୍ଷଣମାନଙ୍କୁ ଆଲୋଚନା କରିବା। ଏବେ ଆମେ ଫସ୍ଫରସର କେତେଗୁଡ଼ିକ ବିଚିତ୍ର ଲକ୍ଷଣ ଆଲୋଚନା କରିବା। Delusions something comes out of the corner of the house or stranger laughs from the corner of the house looking at him. ତାକୁ ଲାଗେ ଯେ ଘରର କଣରୁ କେହି ଜଣେ ବାହାରି ଆସୁଛି ବା କୌଣସି ଅପରିଚିତ ବ୍ୟକ୍ତି ତାକୁ ଚାହିଁକିରି ହସୁଛି। ହଙ୍ଗ୍ରି ବିଫୋର୍ ଫିଭର ଆଣ୍ଡ ହେଡେକ୍, ଜ୍ୱର କିମ୍ବା ମୁଣ୍ଡ ବ୍ୟଥା ହେବା ପୂର୍ବରୁ ତାର କ୍ଷୁଧା ବଢ଼ିଯାଏ। ଭର୍ଟିଗୋ କ୍ୟାନଟ୍ ଟଲରେଟ୍ ଦି ସ୍ମେଲ୍ ଅଫ୍ ଫ୍ଲାୱାର୍ସ, ଫୁଲମାନଙ୍କର ଗନ୍ଧରେ ତାର ମୁଣ୍ଡ ଘୋରା ଆରମ୍ଭ ହୁଏ। ଡେଫନେସ୍ କ୍ୟାନ୍ ହିଅର୍ ଅଦର ସାଉଣ୍ଡସ୍ ଏକ୍ସେପ୍ଟ ହ୍ୟୁମାନ୍ ଭଏସ୍, ଅର୍ଥାତ୍ ତାର ବଧିରତାରେ ମଣିଷର ଶବ୍ଦ ଛଡ଼ା ଅନ୍ୟାନ୍ୟ ଶବ୍ଦ ସେ ଶୁଣିପାରେ। ହେଡେକ୍ ଫ୍ରମ୍ କୋଇସନ୍, ସହବାସ ସମୟରେ ତାର ମୁଣ୍ଡ ବ୍ୟଥା ହୁଏ। ଡ୍ରିମ୍ସ ଅଫ୍ ପୁଲ୍ ଅଫ୍ ବ୍ଲଡ୍, ଅର୍ଥାତ୍ ରକ୍ତର ଜଳାଶୟକୁ ସେ ସ୍ୱପ୍ନରେ ଦେଖେ। ପିକ୍ ଆଣ୍ଡ ବୋର୍ ଇଣ୍ଟୁ ଦି ର ବ୍ଲିଡିଂ ସର୍ଫେସେସ୍ ଦୋ ଭେରି ପେନଫୁଲ୍, ସ୍କ୍ରିମ୍ସ ୱିଥ୍ ଦି ପେନ୍ ବଟ୍ କିପ୍ ଅପ୍ ଦି ବୋରିଂ। ଏଇଟା ହେଉଛି ଅରମ୍ ଟ୍ରିପ୍ର ଏକ ବିଚିତ୍ର ଲକ୍ଷଣ, ଅର୍ଥାତ୍ କ୍ଷତସ୍ଥାନମାନଙ୍କୁ ସେ ଅଙ୍ଗୁଳି ଦ୍ୱାରା ଚିମୁଟେ କିମ୍ବା ଉଖୁରାଏ। ଏହି ଯନ୍ତ୍ରଣାଦାୟକ ସ୍ଥାନ ଗୁଡ଼ିକ କେଞ୍ଚିବା ଦ୍ୱାରା ଯଦିଓ ତାକୁ ବହୁତ ଯନ୍ତ୍ରଣା ହୁଏ ଏବଂ ସେ ଯନ୍ତ୍ରଣାରେ ଚିତ୍କାର କରେ, ତଥାପି ସେ କେଞ୍ଚିବାରୁ ନିବୃତ୍ତ ହୋଇପାରେ ନା। ଏହା ହେଉଛି ଅରମ୍ ଟ୍ରିପ୍ର ଏକ ବିଚିତ୍ର ଲକ୍ଷଣ। ଇମାଜିନ୍ସ ହି ଇଜ୍ ହୋଭରିଂ ଇନ୍ ଦି ଏୟାର ଲାଇକ୍ ଏ ସ୍ପିରିଟ୍, ସତେ ଯେମିତି ଗୋଟେ ଅଶରୀରୀ ପରି ସେ ବାୟୁମଣ୍ଡଳରେ ଉଡ଼ି ବୁଲୁଛି, ସେହିପରି ଭାବନା ହୁଏ ବା ଅନୁଭବ ହୁଏ ଆସାରମ୍ ୟୁରୋପିୟମର। ଲାକାନିନମର ମଧ୍ୟ ଏହି ଲକ୍ଷଣ ରହିଛି। ଓଭର ସେନ୍ସିଟିଭନେସ୍ ଅଫ୍ ନର୍ଭସ୍, ସ୍କ୍ରାଚିଂ ଅଫ୍ ଲିନେନ୍ ଅର୍ ସିଲ୍କ, କ୍ରାକିଂ ଅଫ୍ ପେପର ଇଜ୍ ଅନବିୟରେବଲ୍। ଆସାରମ୍ ୟୁରୋପିୟମର ଏହି ଲକ୍ଷଣଟିକୁ ମନେ ରଖନ୍ତୁ। ଏହା ଏତେ ସ୍ପର୍ଶକାତର ଯେ ସାମାନ୍ୟ ଶବ୍ଦ ତାର ଅସହ୍ୟ ଉଠେ, ଅର୍ଥାତ୍ ଗୋଟେ ଲୁଗାର ଖସଖସ ଶବ୍ଦ ବା କାଗଜ ଖଣ୍ଡକର ଖଡ଼ ଖଡ଼ ଶବ୍ଦ ଶୁଣାଯିବ, ତେବେ ସେ ତାହା ସହ୍ୟ କରିପାରିବ ନାହିଁ। ଏବେ ଆସନ୍ତୁ ପଲ୍ସେଟିଲାର କେତେଟା ବିଚିତ୍ର ଲକ୍ଷଣ ଆମେ ଜାଣିବା। ଗ୍ରେଟ୍ ଡ୍ରାଇନେସ୍ ଅଫ୍ ଥ୍ରୋଟ୍ ଆଣ୍ଡ ମାଉଥ୍ ୱିଦାଉଟ୍ ଥାର୍ଷ୍ଟ, ଅର୍ଥାତ୍ ପଲ୍ସେଟିଲାର ମୁଖ ଗହ୍ୱର ଓ ଗଳା ଶୁଷ୍କ ଥାଏ, କିନ୍ତୁ ତାର ଆଦୌ ତୃଷା ନଥାଏ। ଏହାର ବିପରୀତ ଔଷଧ ହେଉଛି ମାର୍ସଲ, ଅର୍ଥାତ୍ ମାର୍ସଲର ପାଟି ଆର୍ଦ୍ର ଥିଲେ ବି ତାର ଭୀଷଣ ତୃଷା ଥାଏ। ମେଟାଷ୍ଟାସିସ୍ ଅଫ୍ ମମ୍ସ ଟୁ ମାମାଇ ଅର୍ ଟେଷ୍ଟିକଲ୍ସ, ପାରାଟିଡ୍ ଗ୍ଲାଣ୍ଡର ଇନଫ୍ଲାମେସନ୍ ବା ସ୍ୱେଲିଂକୁ ଆମେ କହୁ ମମ୍ସ। ଏହି ମମ୍ସ ରୋଗ ଦେଖାଯାଏ ଯେ ମହିଳା ହେଇଥିଲେ ତାର ସ୍ତନକୁ ଏବଂ ପୁରୁଷ ଲୋକ ହୋଇଥିଲେ ତାର ଅଣ୍ଡକୋଷକୁ ବ୍ୟାପିଥାଏ। ୱିପ୍ସ ଇନ୍ ଜୟଫୁଲ୍ ମ୍ୟାଟର, ଆନନ୍ଦଦାୟକ କଥାରେ ମଧ୍ୟ ପଲ୍ସେଟିଲା କାନ୍ଦି ପକାଏ। ଲାକ୍ଟେସନ୍ ଇନ୍ ଅନମ୍ୟାରିଡ୍ ଫିମେଲ୍, ଅର୍ଥାତ୍ ଅବିବାହିତ ମହିଳାମାନଙ୍କର ସ୍ତନରେ କ୍ଷୀର ସଞ୍ଚାର ହୁଏ। ନର୍ଭସନେସ୍ ଇନଷ୍ଟାଣ୍ଟଲି ଫେଲ୍ଟ ଏବାଉଟ୍ ଆଙ୍କଲ୍ସ, ଅର୍ଥାତ୍ ଜଣେ ବ୍ୟକ୍ତି ଯେତେବେଳେ ନର୍ଭସ୍ ହୁଏ ସେ ତାର ବଳା ଗଣ୍ଠିରେ ବା ଆଙ୍କଲ୍ସରେ ନର୍ଭସନେସ୍ ବା ବ୍ୟଥା ଅନୁଭବ କରେ। ସିମ୍ପଟମ୍ସ ଏଭର ଚେଞ୍ଜିଂ, no two chills, no two stools, no two attacks are alike, very well 1 hour, very miserable the next, ଅର୍ଥାତ୍ ରୋଗୀର ଲକ୍ଷଣମାନଙ୍କ ସବୁବେଳେ ବଦଳୁଥାଏ। ଦୁଇଟି ଶୀତ, ଦୁଇଟି ମଳ ବା ଦୁଇଟି ଅସୁସ୍ଥତା ଏକ ପ୍ରକାର ହେଇନଥାଏ, ସେଥିରେ ସବୁ ଭିନ୍ନତା ଦେଖାଯାଏ। ଏଇ ମୁହୂର୍ତ୍ତରେ ରୋଗୀ ଭଲ ଥିବ, ପର ମୁହୂର୍ତ୍ତରେ ଅତ୍ୟନ୍ତ ଖରାପ। ଏ ହେଉଛି ପଲ୍ସେଟିଲାର ଏକ ବିଚିତ୍ର ଲକ୍ଷଣ। ଆପରେଣ୍ଟଲି କଣ୍ଟ୍ରାକ୍ଟିଭ, ପ୍ରାୟ ଇଏ ଲକ୍ଷଣମାନଙ୍କ ଭିତରେ ତାର ବିରୋଧାଭାସ ଦେଖାଯାଏ ଇଗ୍ନେସିଆ ପରି। ପଲ୍ସେଟିଲାର ଅନ୍ୟ ବିଚିତ୍ର ଲକ୍ଷଣ ହେଲା ଯେ ଅନଏବୁଲ୍ ଟୁ ବ୍ରିଦ୍ ୱେଲ୍ ଅର୍ ଇଜ୍ ଚିଲି ଇନ୍ ଏ ୱାର୍ମ, ଅର୍ଥାତ୍ ଗରମ ଘରେ ତାକୁ ଶୀତ ଲାଗେ ଏବଂ ତାକୁ ନିଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ
ଭାବରେ ନେବା ପାଇଁ କଷ୍ଟ ହୁଏ। ଟୁଥ୍ ଏକ ରିଲିଭ୍ଡ ବାଇ ହୋଲ୍ଡିଂ କୋଲ୍ଡ ୱାଟର ଇନ୍ ଦି ମାଉଥ୍। ସାଧାରଣତଃ ଥଣ୍ଡା ପଦାର୍ଥ ଆମର ଦାନ୍ତ ବଥା ବଢ଼ାଏ, କିନ୍ତୁ ପଲସେଟିଲାର ପାଟିରେ ଯଦି ସେ ଥଣ୍ଡା ଜଳ ଭର୍ତ୍ତି କରି ରଖେ ତାହେଲେ ତାକୁ ଆରାମ ଲାଗେ। ଏହି ଲକ୍ଷଣ ବ୍ରାୟୋନିଆ ଏବଂ କଫିଆର ମଧ୍ୟ ରହିଛି। ପାଟିରେ ଯେକୌଣସି ଗରମ ପଦାର୍ଥ ହଉ ବା ସେ ଗରମ କୋଠରୀରେ ରହୁ ତାର ସଭ୍ୟତା ବୃଦ୍ଧି ହୁଏ। ଲାଇଂ ଅନ୍ ଦି ଲେଫ୍ଟ ଅର୍ ଅନ୍ ଦି ପେନଲେସ୍ ସାଇଡ୍ ଆଗ୍ରାଭେଟ୍ସ। ସେ ଯଦି ଯେଉଁ ପଟେ ତାର ବ୍ୟଥା ନାହିଁ ସେଇ ପଟ ମାଡ଼ି ଶୁଏ ତାହେଲେ ତାର କଷ୍ଟ ହୁଏ। ଇଏ ମଧ୍ୟ ଗୋଟେ ବିଚିତ୍ର ଲକ୍ଷଣ। ବା ବାମ ପଟ ମାଡ଼ି ଶୋଇଲେ ତାକୁ କଷ୍ଟ ହୁଏ। ଏବେ ଆସନ୍ତୁ ଆଉ କେତୋଟି ଔଷଧର ବିଚିତ୍ର ଲକ୍ଷଣ ମାନେ ଜାଣିବା। ଆଭର୍ସନ୍ ଟୁ ହେୟାର କଟ୍। ଏ ହେଉଛି ସିନାର ଲକ୍ଷଣ। ଏହି ବିଚିତ୍ର ଲକ୍ଷଣରେ ସିନା ରୋଗୀ ତାର ଚୁଟି କାଟିବାକୁ ଚାହିଁବ ନାହିଁ। ଡେଲ୍ୟୁଜନ୍ସ ଇଜ୍ ଆଟ୍ ଏ ରଙ୍ଗ ପ୍ଲେସ୍। ଏ ହେଉଛି ହାଇପୋଥାଲାମସର ଗୋଟେ ଭ୍ରମ ଯେ ତାକୁ ଅନୁଭୂତ ହୁଏ ବେଠିକ ଜାଗାରେ ଅଛି। ହ୍ୱାଇଲ୍ ରାଇଟିଂ ରାଇଟ୍ସ ଦି ଲାଷ୍ଟ ଲେଟର ଫାଷ୍ଟ। ଜାନ୍ଥୋଜାଇଲମର ଏହି ବିଚିତ୍ର ଲକ୍ଷଣ ଯେ ସେ ଲେଖିଲା ବେଳେ ଶେଷ ଅକ୍ଷରଟି ପ୍ରଥମରୁ ଲେଖେ। ପ୍ରଫ୍ୟୁଜ୍ ୱାଟରି ଡିସଚାର୍ଜେସ୍ ୱେନ୍ ଦି ପେସେଣ୍ଟ ସିଟ୍ସ ଟୁ ଇଟ୍ ବଟ୍ ଆଟ୍ नो ଅଦର ଟାଇମ୍ସ। ଏ ହେଲା ଟ୍ରମ୍ବୋଡିୟମର ଲକ୍ଷଣ। ଟ୍ରମ୍ବୋଡିୟମ ଖାଇ ବସିଲା ବେଳକୁ ତାର ମଳତ୍ୟାଗର ବେଗ ଦେଖାଏ, ମାତ୍ର ଅନ୍ୟ ସମୟରେ ଦେଖାଏ ନା। ଡ୍ରିମ୍ସ ଫିୟରଫୁଲ୍ ବଟ୍ ଡଜଣ୍ଟ ଗେଟ୍ ସ୍କେୟାର୍ଡ। ଭୟଙ୍କର ସ୍ୱପ୍ନ ଦେଖିଲେ ବି ଡରେ ନାହିଁ। ଏହା ହେଉଛି ଥିଓସିନ୍ର ଲକ୍ଷଣ। ଡ୍ରିମ୍ସ ଅଫ୍ ଗୋଲ୍ଡ ଲକ୍ଷଣରେ ଆମେ ପାଉ ସାଇକ୍ଲାମେନ୍ ଏବଂ ପଲସିଟ୍ରା। ରିଭିଲ୍ସ ସିକ୍ରେଟ୍ସ ଡ୍ୟୁରିଂ ସ୍ଲିପ୍। ଅର୍ଥାତ୍ ଶୋଇବା ସମୟରେ ସେ ଗୋପନୀୟ କଥା ପ୍ରକାଶ କରିଦିଏ। ଏଥିରେ ଔଷଧ ହେଉଛନ୍ତି ଆମୋନକାର ଏବଂ ଆର୍ସେନିକ୍ ଆମ୍। ରିପିଟ୍ସ ୱାନ୍ ଥିଙ୍ଗ ଏଗେନ୍ ଆଣ୍ଡ ଏଗେନ୍। ବାରମ୍ବାର ଗୋଟିଏ କଥାକୁ ସେ ପୁନରାବୃତ୍ତି କରୁଥାଏ। ଏଥିରେ ଔଷଧ ହେଉଛି ମେଡୁରିନ୍। ଲାଇକ୍ସ ଥଣ୍ଡର ଷ୍ଟର୍ମ ଭେରି ମଚ୍। ଆମେ ଜାଣୁ ଫସ୍ଫରସ୍ ଥଣ୍ଡର ଷ୍ଟର୍ମକୁ ଡରେ, ମାତ୍ର କାର୍ସିନୋସିନ୍ ଏବଂ ସେପିଆ ଥଣ୍ଡର ଷ୍ଟର୍ମକୁ ଭଲ ପାଇଥାନ୍ତି। ଟୁ ମଚ୍ କନସିୟସ୍ ଅଫ୍ ସେଲ୍ଫ ରେସ୍ପେକ୍ଟ। ଏଥିରେ ଔଷଧ ହେଉଛି ଷ୍ଟାଫିସାଇକ୍ଲିଆ। ଷ୍ଟାଫିସାଇକ୍ଲିଆ ରୋଗୀ ସବୁବେଳେ ତାର ଆତ୍ମସମ୍ମାନ ପାଇଁ ସଜାଗ ଥାଏ। ଟୁ ବ୍ୟାସଫୁଲ୍ ଅର୍ଥାତ୍ ଅତ୍ୟନ୍ତ ଭାବରେ ଲାଜକୁଳା। ଏଥିରେ ଦୁଇଟି ଔଷଧ ଅଛନ୍ତି, ଅମ୍ବ୍ରାଗ୍ରେସିଆ ଏବଂ ନାଟ୍ରେନୋଲ। ଏମାନେ ଏତେ ଲାଜକୁଳା ଯେ ଅନ୍ୟର ଉପସ୍ଥିତିରେ ମଳମୂତ୍ର ତ୍ୟାଗ କରିପାରନ୍ତି ନାହିଁ। ସାଇଂ ଡ୍ୟୁରିଂ ଟକିଂ। ଆପଣମାନେ ଆପଣ କ୍ଲିନିକରେ ଲକ୍ଷ୍ୟ କରିବେ ରୋଗୀ ଆପଣଙ୍କ ସହିତ କଥାବାର୍ତ୍ତା କରିଲା ମଧ୍ୟରେ ଅନେକ ଥର ଦୀର୍ଘଶ୍ୱାସ ନେଉଥିବ। ଔଷଧ ହେଉଛି ଇଗ୍ନିସିଆ। ଲାଭ୍ସ ଲାଇକ୍ ଏ ଚାଇଲ୍ଡ ଅର୍ଥାତ୍ ଛୁଆ ଭଳି ସେ ହସିବ। ଏଥିରେ ଔଷଧ ହେଉଛନ୍ତି ବାରେଟାକାର, ବିଫୋରାନା ଏବଂ କ୍ରୋପସ୍। ଲାଭ୍ସ ୱିଥ୍ ଫିୟର ଅଫ୍ ଡେଥ୍ ଆଣ୍ଡ ଆଂଜାଇଟି ଅର୍ଥାତ୍ ଉଦ୍ବେଗ ଏବଂ ମୃତ୍ୟୁ ଭୟ ସହିତ ହସୁଥିବ। ଔଷଧ ହେଉଛି ପ୍ଲାଟିନା। ଲାଭ୍ସ ଅନ୍ ସିରିୟସ୍ ମ୍ୟାଟର୍ସ। ଏଥିରେ ଔଷଧ ହେଉଛି ବିଫୋରାନା। ଲାଭ୍ସ ଫ୍ରମ୍ ଗ୍ରିଫ୍। ଔଷଧ ହେଉଛି ଫସ୍ଫରସ୍ ଅର୍ଥାତ୍ ଦୁଃଖରେ ମଧ୍ୟ ସେ ହସିବ। ଲାଭ୍ସ ଫ୍ରମ୍ ଆଂଜାଇଟି ଉଦ୍ବେଗର ସହିତ ସେ ହସିବ। ସେ ହେଉଛି ଲାଇକୋପୋଡ଼ିୟମ। ନେଭର ଆକ୍ସେପ୍ଟସ୍ ଇନ୍ ଆଡ଼ଭାଇସ୍ ଅର୍ଥାତ୍ ଆପଣଙ୍କର କୌଣସି ଉପଦେଶ ସେ ସହଜରେ ଗ୍ରହଣ କରେ ନା। ଏଥିରେ ଔଷଧ ହେଉଛନ୍ତି ହେଲୋନିଆସ୍ ଏବଂ ସଲ୍ଫର। ବନ୍ଧୁଗଣ, ଏପର୍ଯ୍ୟନ୍ତ ଆମେମାନେ କେତେକ ଔଷଧର ବିଚିତ୍ର ଲକ୍ଷଣମାନଙ୍କୁ ଆଲୋଚନା କଲେ। ଆଶା ଏଗୁଡ଼ିକ ଆପଣମାନଙ୍କ କାମରେ ଆସିବ। ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଆଜି ପାଇଁ ଏତିକି। ପୁଣି ପର ଅଧ୍ୟାୟରେ ସାକ୍ଷାତ। ଭିଡ଼ିଓଟିକୁ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ନମସ୍କାର।